ଆଚ୍ଛା ଆଜି ଯାଇଥିଲ ତୁମେ OSSC ର ଯୋଉ କମ୍ପ୍ଲେନ୍ ଥିଲା ଗ୍ରିଭାନ୍ସ ଦବାକୁ? ହଁ ଯାଇଥିଲି ଆଜି। କଣ ସବୁ ହେଲା ଟିକେ କୁହ, ପିଲାମାନେ ତ ହଇରାଣ ହଉଛନ୍ତି ଦେଖୁଛ, ଯାହା ହଉ ତମେ ଯାଇଛ, ସେଟା ସବୁଠୁ ବଡ ଜିନିଷ। ଏତେ ବାଟ ଯାଇକି ସିଏମ୍ ଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଯାଇକି ଏତେ ଭିଡରେ ଆମ ଯାହା ବି ଅଭିଯୋଗ ଅଛି ତାକୁ କହିଛ, ସେଟା ସବୁଠୁ ଫାଷ୍ଟ ତମକୁ ଧନ୍ୟବାଦ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। କଣ ହେଇଛି ମତେ କୁହ ଭଲସେ ପୁରା କ୍ଲିୟରଲି। ସମସ୍ତେ ତ ସମସ୍ତଙ୍କ ଆଡୁ ବହୁତ ଚେଷ୍ଟା କରୁଛନ୍ତି, ତୁମ ଦ୍ୱାରା ବି ମଧ୍ୟ ଟ୍ୱିଟର କ୍ୟାମ୍ପେନ୍ ହଉଛି। ନିଶ୍ଚିତ। ଆଉ ନିଶ୍ଚିନ୍ତ ପ୍ରୋଟେଷ୍ଟ କଲେ, ଯେମିତି ଓଟିଭିରେ ଖବର ପ୍ରକାଶ କରୁଛନ୍ତି, ସେ ଏଏନଏମ୍ ପିଲା, ସେ ଟିଚର ପିଲା ବିରୋଧ କରୁଛନ୍ତି। ହୁଁ ତ ହୁଁ ନିଜେ ତ କିଛି ବିରୋଧ ନ କଲେ କିମ୍ବା ନିଜେ ଚେଷ୍ଟା ନ କଲେ କିଛି ତ ମିଳିବ ମତେ କାହିଁ ଲାଗୁନି। ହୁଁ ତ ମୁଁ ବାଧ୍ୟ ହେଇକି କାଲି ପହରଦିନ ମୁଁ ଆପ୍ଲିକେସନ ଗୋଟେ ଲେଖିଲି ଭଲ ଭାବରେ, ହୁଁ ଯାହା ହୁଁ କମ୍ପ୍ଲେନ୍ ଥିଲା ଭଲସେ ଲେଖିଲି। ହୁଁ ତାପରେ ସିଧା ଗଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକାଶ ଯୋଉଟା ୟୁନିଟ୍ 5 ରେ ଅଛି। ହୁଁ ଗଲି ଲାଇନରେ, ମୁଁ ଦେଖିଲି ବହୁତ ଲାଇନ ଅଛି। ହୁଁ ଲାଇନରେ ଯେମିତି ହଉ ମୁଁ ପଶିଲି ଭିତରେ, ଏଣ୍ଟ୍ରି କଲି, ମୋର ନମ୍ବର ସିରିଏଲ ନମ୍ବର 15 କଲି। ହୁଁ ସେଠି ବସିବାକୁ କହିଲେ। ଆଉ 11ଟାରୁ ଷ୍ଟାର୍ଟ ହବାର ଥିଲା, 11ଟାରୁ 12ଟା ଘଣ୍ଟେ, କିନ୍ତୁ ସେ 10ଟା 45 ହିଁ ଷ୍ଟାର୍ଟ କରିଦେଲେ। ଆଚ୍ଛା। ତ ମୋର 15 ନମ୍ବର ବଲରେ ଫୋନ୍ କିଛି ଆଲାଉ ନାହିଁ ଭିତରକୁ। ହୁଁ ହୁଁ ଆଉ ସେ ମୁଖ୍ୟମନ୍ତ୍ରୀ ପାଖରେ ଗୋଟେ ଚେୟାର ପଡିଛି, ସେଠି ଡେପୁଟି ସିଏମ୍ ବାକି ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ ମାନେ ବି ସେଠି ଅଛନ୍ତି, ଆଉ ଆଚ୍ଛା ବରିଷ୍ଠ ଅଧିକାରୀ ମାନେ ବି ସେଠି ଅଛନ୍ତି। ଆଚ୍ଛା। ତ ମୁଁ ମୁଖ୍ୟମନ୍ତ୍ରୀ ମତେ ମୁଖ୍ୟମନ୍ତ୍ରୀ ଭେଟିବା ପୂର୍ବରୁ ହିଁ ହୁଁ ଅନ୍ୟ ଆଇଏଏସ୍ ଅଫିସର ଗୁଡାକ ଧରିଲେ, ଆପଣଙ୍କର ଦେଖାନ୍ତୁ ପତ୍ର କଣ ଲେଖା ହେଇଛି, କାହା କମ୍ପ୍ଲେନ୍ କରିବେ। ମୁଁ କହିଲି OSSC ଆଗେ ତାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଅଛି। କହିଲେ ଏଟା ତାହେଲେ ମୁଖ୍ୟମନ୍ତ୍ରୀ ଶୁଣିବେ, ଆପଣ ଏଇ ଲାଇନରେ ଛିଡା ହୁଅନ୍ତୁ। ହୁଁ ତ ମୁଁ ତାପରେ ସେଠିକି ଗଲି, ମୋ ଲାଇନ ଯେତେବେଳେ ପଡିଲା ମୁଁ କଥା ହେଲି, ନମସ୍କାର କରି କଥା ହେଲି। ସେ ଭଲସେ ଶୁଣିଲେ। ତାପରେ କହିଲେ ତମର ଫରେଷ୍ଟ ବିଭାଗର କମ୍ପ୍ଲେନ୍, ତ ଏଟା ମୋ ଡିପାର୍ଟମେଣ୍ଟର ନୁହେଁ, ତ ହୁଁ ଏଟା ଫରେଷ୍ଟ ମିନିଷ୍ଟର ଯିଏ ଅଛନ୍ତି ହୁଁ ସେଠିକି ଯାଆନ୍ତୁ, ଏଇ ସାର୍ ତମକୁ ନେଇଯିବେ। ମୋ କାଗଜଟା ସିଏ ଅନ୍ୟ ଅଫିସରକୁ ଦେଲେ, ହୁଁ କହିଲେ ତାଙ୍କ ସହିତ ଯାଅ। ତ ହୁଁ ମୁଁ ତାଙ୍କ ସହିତ ଗଲି, ଯିଏ କି ଯୋଉ ଗଣେଶ ରାମ ସିଂ ଖୁଣ୍ଟିଆ ଯିଏ ସାର୍ ଅଛନ୍ତି, ଆଚ୍ଛା। ତାଙ୍କ ପାଖରେ ବସିଲି। ହୁଁ ସିଏ ଭଲସେ ପଢିଲେ। ମୁଁ ସେଠି ବି ତାଙ୍କୁ ବି ସେମ୍ ମୁଖ୍ୟମନ୍ତ୍ରୀ ଯାହା କହିଲି, ସାର୍ ଏତିକି ବହୁତ ଡିଲେ ହଉଛି, 23 ଅକ୍ଟୋବରରୁ ଫର୍ମ ବାହାରିଲାଣି। ହୁଁ ଆଉ ଠିକ୍ ଯେତେବେଳେ ମାସ ଏଣ୍ଡ ହଉଛି, ସେତେବେଳେ ସେମାନେ କ୍ୟାଲେଣ୍ଡରକୁ ଚେଞ୍ଜ କରିଦଉଛନ୍ତି। ହୁଁ OSSC ଯେମିତି ରିଜନ ଦଉଛି ଯେ ଏୟା ରିଜନ କାରଣ, ଘୁଞ୍ଚିବାର କାରଣ, ଲେଟ୍ ହବାର କାରଣ, ଏମାନେ କିଛି ଜଣାଉନାହାନ୍ତି। ଆଉ ୟାଙ୍କର ତରଫରୁ ଯୋଉ କଲ୍ ସର୍ଭିସ ରହିଛି, ଏମାନଙ୍କୁ କଲ୍ କଲେ ବି ବାରମ୍ବାର ଏମାନେ ଉତ୍ତର ଦଉନାହାନ୍ତି, କି କିଛି ଉଠଉ ବି ନାହାନ୍ତି। ତ ଉଠେଇଲେ ଆଉ ବି ଏମାନ କିଛି ଗୋଟେ ସାନ୍ତ୍ୱନା ମୂଳକ ଆନ୍ସର ବି ଦଉନାହାନ୍ତି। ହଁ। ତ ସେଥିପାଇଁ ମୁଁ ତାଙ୍କୁ ସବୁ ପ୍ରକାର କହିଲି ଯେ ବୟସ ସରିଯାଉଛି ସାର୍, ଏମିତି ପରୀକ୍ଷା ସରିଲାଣି, ଏତିକି ପିଲାଙ୍କ ପାଇଁ ଏତିକି ଦିନ ଲାଗିବା ବହୁତ ଡିଫିକଲ୍ଟ ସାର୍, ଏତେ ନୁହେଁ, ଲାଗିବା କଥା ନୁହେଁ। କମ୍ପ୍ୟୁଟର ବେସ୍ଡ ମାଧ୍ୟମରେ ପରୀକ୍ଷା ହେଇଛି, ଏତେ ଲାଗିବା କଥା ନୁହେଁ। ହୁଁ ତ ଟୋଟାଲ ତାଙ୍କୁ ଭଲସେ ଡିଟେଲ କଲି, ସେ ଶୁଣିଲେ। ତାଙ୍କ ପାଖରେ ଆଉ ଜଣେ ବୋଧେ ଯିଏ ମନ୍ତ୍ରୀ ଯିଏ ଅଛନ୍ତି ଫରେଷ୍ଟ ଡିପାର୍ଟମେଣ୍ଟର। ଆଜ୍ଞା, ଆଚ୍ଛା। ସବୁ ବିଭାଗର ମନ୍ତ୍ରୀ ବସିଛନ୍ତି, ବୁଝିଲି ବୁଝିଲି। ଯେମିତି ପ୍ରଭାତୀ ପରିଡ଼ା ବସିଛନ୍ତି। ତ ହଁ। ମତେ ତାଙ୍କ ପାଖକୁ ଗଲେ, ମୁଁ ତାଙ୍କୁ ଭଲସେ କହିଲି, ଶୁଣିଲେ, ଆଉ ଆପ୍ଲିକେସନ ପଢିଲେ, ତାକୁ ରଖିଲେ ବି। ହୁଁ ତାପରେ ତାଙ୍କ ସାଇନ ଟା ସିଏ ଯିଏ ଅଫିସର ବସିଛନ୍ତି, ସିଏ ତ ମାରିଲେନି, ତାଙ୍କ ପାଖରେ ଯିଏ ଅଫିସର ବସିଛନ୍ତି ହୁଁ ହୁଁ ସିଏ ମାରିଲେ। କହିଲେ ହଁ ଆମେ ଦେଖୁଛୁ କଣ କରିପାରିବୁ, ଏଇଟା ଆମ ଡିପାର୍ଟମେଣ୍ଟଟା, ଆଉ ଆମେ ଦେଖୁଛୁ। ହୁଁ। ବାସ୍ ଏତିକି କହିଲେ। ସେ ଆକ୍ନୋଲେଜମେଣ୍ଟ ସ୍ଲିପ୍ ଟା ସେମାନେ ଅଫିସ କପିଟା ତାଙ୍କର ରଖିଲେ, ଆଚ୍ଛା। ମତେ ଆକ୍ନୋଲେଜମେଣ୍ଟ ଟା ସେ ଦେଲେ। ହୁଁ ତ ମତେ ଏଥିରୁ ଲାଗିଲା ଏତିକି ଏଇଆ ଯେ ହୁଁ OSSC ତାର ସେ ଗୋଟେ ମିଡିୟମ, OPSC OSSC ଭଳିଆ ସେମାନେ ପରୀକ୍ଷା କଣ୍ଡକ୍ଟ କରିଦେଲେ। ହୁଁ ବାକି ଏମାନେ ହିଁ ଫରେଷ୍ଟ ଡିପାର୍ଟମେଣ୍ଟ ହିଁ ଆମକୁ ବୋଧେ ଫିଜିକାଲ କରେଇବ। ହୁଁ। ତ ସେମାନେ କ୍ଲିୟରାନ୍ସ ମିଳିଲେ ହିଁ ଏମାନେ ପ୍ରୋସିଡ୍ କରିବେ ଆଗକୁ, ସେଥିପାଇଁ ଏମାନେ ଡିଲେ କରି ଯାଉଛନ୍ତି। ମତେ ଏଇଆ ଫିଲ୍ ହେଲା, ସେଠି ଯାହା ଦେଖିଲି ହୁଁ। ମତେ ଏଇଆ ଫିଲ୍ ହେଲା। ମାନେ ତମକୁ ଫିଲ୍ ହେଲା ଯେ OSSC ହଉଛି ଗୋଟେ ମିଡିୟମ, ଆଜ୍ଞା ତାଙ୍କ ଆଉ ଆମ ଭିତରେ କନେକ୍ସନ କରାଇବାର ମିଡିୟମ ହଉଛି OSSC। ଆଜ୍ଞା, ଆମେ ତ OSSC ଗୋଟେ ଡାଇରେକ୍ଟଲି ଏକ୍ସାମିନେସନ କଣ୍ଡକ୍ଟିଂ ବଡି। ଚିନ୍ତା ନାହିଁ। ସିଏ ତା ମାନେ ଆଇଦର ଯୋଉ ଆମର ରେଜଲ୍ଟ ଅଛି ସେଟା ପୁରା ରେଡି ହେଇକି ଅଛି, କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ରୁ ଆସିଲେ ନ୍ୟୁଜ କିମ୍ବା ଅପଡେଟ ଆସିଲେ ଏମାନେ ଗୋଟିଏ କ୍ଲିକ ରେ ଛାଡିବେ। ହଁ ଆଇଦର ମତେ ଏଟା ସେଟା ବି ଲାଗୁଛି। ନହେଲେ ଡିଲେ ହବାର କାରଣ ଫରେଷ୍ଟ ଡିପାର୍ଟମେଣ୍ଟ ରୁ କ୍ଲିୟରାନ୍ସ ମିଳିନି ଆଉ। ଯେ ହଁ ତାଙ୍କ ଓବିଅସଲି ସୁବିଧା ଏମାନେ ସାଲାରୀ ଦେବେ, ଫରେଷ୍ଟ ଡିପାର୍ଟମେଣ୍ଟ ରୁ ଆମକୁ ୱିଡ୍ର କରିବାକୁ ପଡିବ। ନିଶ୍ଚିନ୍ତ। ଡିପାର୍ଟମେଣ୍ଟ ସେ କରିବାକୁ ପଡିବ, ତ ତାଙ୍କ କ୍ଲିୟରାନ୍ସ ବୋଧେ ନିହାତି ମାଣ୍ଡାଟୋରି ଥିବ, ସେଥିପାଇଁ ଏମାନେ ଡିଲେ କରୁଛନ୍ତି। କ୍ଲିୟରାନ୍ସ ଗୋଟେ ଜିନିଷ, କ୍ଲିୟରାନ୍ସ ର କାରଣ ବି ହେଇଥାଇପାରେ, ଯେମିତି ତାଙ୍କର ସବୁ ବିଭିନ୍ନ ଡିଷ୍ଟ୍ରିକ୍ଟ 30ଟା ଡିଷ୍ଟ୍ରିକ୍ଟ କିମ୍ବା ଯୋଉଠି ସବୁ ପରୀକ୍ଷା ହବ, ପ୍ରାକ୍ଟିକାଲ ଯୋଉ ଆମର ୱାକିଂ ଅଛି, ଫିଜିକାଲ ଟେଷ୍ଟ ଅଛି, ତାକୁ କରିବା ପାଇଁ ସିଏ ରେଡି ନଥିବେ ଯଦି ଫରେଷ୍ଟ ହଁ ମେ ଡିପାର୍ଟମେଣ୍ଟ ବି ଦେयर ଇଜ ପସିବିଲିଟି ଅଲସୋ। ତାଙ୍କ ମ୍ୟାନ ପାୱାର ହଉ କିମ୍ବା ଏନି ତାଙ୍କର ଯାହା ବି ସରକମଷ୍ଟାନ୍ସ ସେ ରେଡି ନଥିବେ ଯଦି, ସେଥିପାଇଁ ଡିଲେ ହଉଥିବ ଯେ ଆମେ ରେଡି ହେଲା ପରେ ତାଙ୍କୁ OSSC ଙ୍କୁ କହିବେ କି ରେଜଲ୍ଟ ପବ୍ଲିଶ କର। ହଁ ରେଜଲ୍ଟ ପବ୍ଲିଶ କରିବାର ମାସେ ଦେଢ ମାସ ପରେ ବି ତ ଚାହିଁଲେ କରି ହୁଅନ୍ତା, ମାନେ ଯୋଉ ହଁ ହଁ ରହିଛି ୱାକିଂ ରହିଛି ସେଟା ବି କଲେ ଚଳିବ, କିନ୍ତୁ ପିଲାମାନଙ୍କ ମେନ୍ କନସର୍ନ ହଉଛି ରେଜଲ୍ଟ କାହିଁ ଆସୁନି। କାହିଁକିନା ରେଜଲ୍ଟ ଟା ଆସିଗଲେ ଆଇଦର ପିଲା ଜାଣିବେ ଯେ ହଁ ଆମର ହେଲା, ନହେଲେ ଆଇଦର ନହେଲା। ହଁ ନେକ୍ସଟ ଏକ୍ସାମ ପାଇଁ ପଢିବେ, ସେଇଟା ହଉଛି ମେନ୍ ଜିନିଷ। ସେଇଟା ତ ବହୁତ କିଛି ଡିପେଣ୍ଡ କରୁଛି, ସେଥିପାଇଁ ତ ମତେ ବାଧ୍ୟ ହେଇକି ଯିବାକୁ ପଡିଲା। ତାପରେ ତମେ ଏକୁଟିଆ ଯାଇଥିଲ ନା? ହଁ ଏକୁଟିଆ ହିଁ ଯାଇଥିଲି।
ତ ନ୍ୟୁଜ ରେ ବି ପଡିଲାଣି, ନ୍ୟୁଜ ଟା ବି ଆସିଲାଣି, ତାଙ୍କ କାନରେ ପଡିବ ଟ୍ୱିଟର କ୍ୟାମ୍ପେନ ଯୋଉ ହଉଛି, ପ୍ଲସ ଏଠିକି ପର୍ସନାଲି ଗଲେ ବି ତାଙ୍କ ପର୍ସନାଲି ମୁଁ ଯୋଉ ଡିପାର୍ଟମେଣ୍ଟ ଦେଖିଲି ସବୁଆଡୁ ଲାଗିଲେ ହିଁ ଗୋଟେ ଜିନିଷ ପ୍ରେସର ପଡିକି କିଛି ଗୋଟେ ଆଇଦର ଲୋକଲୋଚନକୁ ଆସିଲେ ସେମାନେ ତ୍ୱରାନ୍ୱିତ କରିବେ। ଆଉ ହଁ, ତ ଆମେ ଆମର ତ କର୍ତ୍ତବ୍ୟ, ଖାଲି ତ ଗୋଡ ହାତ ଧରିକି ବସି ପାରିବାନି। ମୁଁ ତାଙ୍କ ଦୃଷ୍ଟି ଆକର୍ଷଣ କଲି, ନିହାତି ସୋସିଆଲ ସାଇଟ ରେ ବି ହଉଛି, ନ୍ୟୁଜ ବାଲା ତାଙ୍କ ତରଫରୁ କରୁଛନ୍ତି, ବାକି ବହୁତ ଅନ୍ୟାନ୍ୟ ପିଲା ପିଲାଙ୍କର ଯୋଉମାନେ ବୟସ ପଳଉଛି ହେଲା। ହଁ ଦ୍ୱିତୀୟ କଥା, ଗୋଟେ ରିକ୍ରୁଟମେଣ୍ଟ ଯଦି 2 ବର୍ଷ ଲାଗିବ ତାହେଲେ ପେସେନ୍ସ କେତେ ଅଛି ପିଲାଙ୍କ ପାଖରେ ବସିକି, ଘରେ ବସିକି ବାପା ମାଙ୍କର ଯୋଉ ପ୍ରେସର ରହିଛି, ଯୋଉ ମାନେ ଟୋଟାଲ ସମାଜ ଉପର ଯୋଉ ପ୍ରେସର ରହିଛି, ସବୁକୁ ହ୍ୟାଣ୍ଡେଲ କରିକି ଗୋଟେ ପିଲା ପଢିବ ତ କେତେ ପଢିବ। ମୁଁ ସେମ୍ କଥା କହିଲି ମୁଖ୍ୟମନ୍ତ୍ରୀକୁ ବି, ଆଜ ୱେଲ୍ ଆଜ ମିନିଷ୍ଟରଙ୍କୁ ବି। ମୁଁ କହିଲି ସାର୍, ଯେତେବେଳେ ଯଦି ବର୍ଷେ ଲାଗୁଛି, 1.5 ବର୍ଷ ଲାଗୁଛି, ଆମ ଜୀବନରୁ ସାର୍ ବର୍ଷେ ପଳେଇ ଯାଉଛି, ଆଉ ସେଟାକୁ ପୁଣି ଥରେ ସେମ୍ ଟେନସନରେ, ପୁଣି ସେତିକି ଚିନ୍ତାରେ ପୁଣି ପଢିବାକୁ ପଡୁଛି। ନିହାତି ନିହାତି ସେ କିନ୍ତୁ ଏତିକି ଯେ ଭଲ ସେ ଶୁଣୁଛନ୍ତି, ବାକି ସେ ସର୍ବେ ସର୍ବା ସେମାନେ ତାଙ୍କ ଇଚ୍ଛା, ସେ କଣ କରିବେ। ଠିକ ଅଛି, ଦେଖାଯାଉ। ତମେ ବହୁତ ବଢିଆ ଜିନିଷଟା କରିଛ। ଆଉ କେବେ ଗ୍ରିଭାନ୍ସ ଅଛି, ଆଉ ଥରେ ନେକ୍ସଟ ଷ୍ଟେପ? ସେ ବିଧାନସଭା ତ ସରିଗଲା, ସେଇଟା ଆଗରୁ ହଉଥିଲା, ଏବେ ବନ୍ଦ ହେଲା। ତ ପୁଣି ନେକ୍ସଟ ସୋମବାରକୁ ସୋମବାର ସେ ରଖୁଛନ୍ତି। ଆଉ ଇଣ୍ଡିଆରେ ରହିକି ଜାଣିଗଲୁଣି ଯେ ନିଜେ ହାତ ଗୋଡ ନ ଚଲେଇଲେ କିଛି ମିଳିବ ନାହିଁ, ଫଳପ୍ରଦ ହେବ ନାହିଁ। ନିଶ୍ଚିତ ଆମ ଦୃଷ୍ଟି ଆକର୍ଷଣଟା ହଉଛି ମେନ୍ ଜିନିଷ। ହଁ, ଲାଗିବାକୁ ପଡିବ, ନିଜର ହକ୍ ପାଇଁ ନିଜକୁ ତ ଲଢିବାକୁ ପଡିବ। ଠିକ ଅଛି, ତମକୁ ବହୁତ ବହୁତ ଧନ୍ୟବାଦ ଭାଇ। ତମେ ନାଇଁ ଭାଇ, ଧନ୍ୟବାଦ କଣ, ସମସ୍ତେ ସେମିତି ଅପେକ୍ଷା କରି ଅଛନ୍ତି, ମୋ ଭଳିଆ ଆସ୍ପିରାଣ୍ଟ ଅଛନ୍ତି। ସାହସ କରିକି ଗଲ, ବହୁତ ପିଲାଙ୍କୁ ଗୋଟେ ପ୍ରେରଣା ଭଳିଆ ମିଳିବ।